ଆଜିର ଏହି ଦିନଟି ଥିଲା 1 ଜାନୁଆରୀ 2025। ସମସ୍ତଙ୍କ ଭଳି ଆମେ ଗାଁର 8 ଜଣ ସାଙ୍ଗ ବାହାରି ପଡ଼ିଥିଲୁ ନୂଆ ବର୍ଷ ଭୋଜି କରିବା ପାଇଁ। ଆମ ପାଖରେ ଥିଲା ଡେକ୍ଚି ଏବଂ ଅନ୍ୟାନ୍ୟ ଭୋଜିର ସାମଗ୍ରୀ ଏବଂ ଚିକେନ୍। ଆମେ ଆଜି ବାହାରି ପଡ଼ିଥିଲୁ ଯିବା ପାଇଁ ସୋନାମୁନି ଜଙ୍ଗଲ ବିଚ୍, ଯାହାକି ମନୋହରପୁର ପାଖରେ ଅଛି। ଏବଂ ଆମର ଆଉ 2 ଜଣ ସାଙ୍ଗ ଯୋଡ଼ି ହେବେ ମନୋହରପୁରରୁ। ତ ଚାଲନ୍ତୁ ଆଜିର ଏହି ଭିଡ଼ିଓଟିକୁ ଏନ୍ଜୟ କରନ୍ତୁ। ଯିବା ବାଟରେ ଏଠାରେ କିଛି ସମୟ ଅଟକିଥିଲୁ ଏବଂ ଏଇଠୁ ପୁଣି ଚାଲିଥିଲୁ ମନୋହରପୁର ଅଭିମୁଖେ। କିଛି ଘଣ୍ଟା ଭିତରେ ଆମେ ପହଞ୍ଚିଥିଲୁ ମନୋହରପୁରରେ। ତ ଏଇଟା ହେଉଛି ମନୋହରପୁର ମୋ ସାଙ୍ଗର ଘର। ଏଇଠୁ ମୋର 2 ଜଣ ସାଙ୍ଗ ପୁଣି ଆମ ସହିତ ଯୋଡ଼ି ହେଲେ। ମନୋହରପୁରରୁ ଆମର ଲୋକ ସଂଖ୍ୟା ବଢ଼ିବା ହେତୁ ମୋର ସାଙ୍ଗମାନେ ଏହି ଅଟୋରେ ଗଲେ ଏବଂ ଆମେ 2 ଜଣ ମୋ ବାଇକ୍ରେ ଗଲୁ। ମୁଁ ଏବଂ ଆଉ ଜଣେ ମୋର ସାଙ୍ଗ ଆମେ ପ୍ରଥମେ ଯାଇକି ପହଞ୍ଚିଥିଲୁ ସୋନାମୁନିକୁ। ଏଇଟା ହେଉଛି ଆପଣଙ୍କର ସୋନାମୁନି ଏବଂ ମୋର ଅନ୍ୟ ସାଙ୍ଗମାନେ ଏହି ଅଟୋରେ ଆମ ପଛେ ପଛେ ପହଞ୍ଚିଗଲେ। ଏହି ଜାଗାକୁ ପହଞ୍ଚୁ ପହଞ୍ଚୁ ଆମର ବହୁତ ଡେରି ହୋଇଯାଇଥିଲା। ଆମ ପୂର୍ବରେ ଅନେକ ଲୋକମାନେ ଆସିକି ଏଠାରେ ଉପସ୍ଥିତ ରହିଥିଲେ। ଆମେ କେଉଁଠାରେ ଭୋଜି କରିବୁ ତାହାକୁ ସ୍ଥିର କରିପାରିଲୁ ନାହିଁ। ତେଣୁକରି ଆମେ ଜାଗା ଖୋଜିବା ପାଇଁ ବାହାରି ପଡ଼ିଲୁ। ତା ସହିତ ଆମର ଆଉ ଗୋଟେ ଚିନ୍ତା ରହିଥିଲା, ଯାହାକି ଆମେ ଭୋଜି କରିବା ପାଇଁ ତ ଆସିଛୁ କିନ୍ତୁ କାଠ ଆଣିନାହୁଁ। କିନ୍ତୁ ଆମେ ହେଲୁ ଖାଣ୍ଟି ଗାଁ ପିଲା। ଏହି ଜଙ୍ଗଲରେ କାଠ ଖୋଜିବା ଆମ ପାଇଁ ଏତେ କଷ୍ଟ ବି ନୁହଁ। ତେଣୁକରି ଆମେ ନିଶ୍ଚିନ୍ତ ଭାବରେ ଜାଗା ଖୋଜିବା ପାଇଁ ଆଗକୁ ବଢ଼ିଲୁ। ଭୋଜି କରିବା ପାଇଁ ଜାଗା ଖୋଜିବା ଭିତରେ ଆମକୁ ଦେଖିବାକୁ ମିଳିଥିଲା ଏହି ଜାଗାର ପ୍ରଥମ ଦୃଶ୍ୟ, ଯାହାକି ଆମକୁ ବହୁତ ଆକୃଷ୍ଟ କରିଥିଲା। ଆପଣମାନଙ୍କୁ ମଧ୍ୟ ଆକୃଷ୍ଟ କରିପାରେ। କିନ୍ତୁ ଦୁଃଖର ବିଷୟ, ଏହି ଜାଗାରେ ନେଟୱାର୍କ ଟୋଟାଲ ପାଏ ନାହିଁ। ଏହି ଜାଗାର ସୁନ୍ଦରତା ଦେଖି ଆମମାନଙ୍କ ଭିତରୁ 2 ଜଣ ସାଙ୍ଗ ଏଠାରେ ଗାଧେଇବା ପାଇଁ ରେଡ଼ି ହୋଇଯାଇଥିଲେ ଏବଂ ଫାଇନାଲି ସେମାନେ ଏଠାରେ ଗାଧେଇଥିଲେ। ଏହି ଜାଗାକୁ ଦେଖି ସାରିବା ପରେ ଆମେ ପୁଣି ଆମର ଭୋଜି କରିବା ପାଇଁ ଜାଗା ଖୋଜିବା ପାଇଁ ବାହାରି ପଡ଼ିଥିଲୁ। ଆମର ସବୁ ଜିନିଷପତ୍ର ଧରି ଆମେ ବାହାରିଥିଲୁ ଆମର ଭୋଜିସ୍ଥଳୀକୁ। ହାତରେ ବ୍ୟାଗ୍, ପାଣି ବୋତଲ, ଡେକ୍ଚି ଇତ୍ୟାଦି। ଏବଂ ଏହି ଜଙ୍ଗଲ ଭିତର ଦେଇ ଆମେ ଯାଇଥିଲୁ ଆମର ଭୋଜିସ୍ଥଳୀକୁ। ଏହି ଜଙ୍ଗଲ ଭିତରେ ମଧ୍ୟ ବହୁତ ଲୋକ ରୋଷେଇବାସ କରୁଥାନ୍ତି, କାହିଁକିନା ଆଜିର ଏହି ଦିନରେ
ଏଠାରେ ପ୍ରବଳ ଭିଡ଼, ତେଣୁକରି ଏଠାରେ ଜାଗା ମିଳିବା ବହୁତ ମୁସ୍କିଲ ହେଉଥିଲା। ଜଙ୍ଗଲ ଭିତରେ କିଛି ସମୟ ଚାଲିବା ପରେ ଆମେ ବାହାରିଥିଲୁ ଏହି ଜାଗାରେ। ଏହି ଜାଗାରୁ ପୁଣି ଆମେ ଆଗକୁ ବଢ଼ିଥିଲୁ। ଏହି ଜାଗାରେ ଆମେ ଭୋଜି କରିବା ପାଇଁ ସ୍ଥିର ହେଲା। ଏଇପଟେ ନଦୀ ଅଛି, କିନ୍ତୁ ସୂର୍ଯ୍ୟ କିରଣ ଯୋଗୁଁ ଦେଖାଯାଉନାହିଁ। ଏଇଠି ଆମର ପିଲାମାନେ ବସିଛନ୍ତି, ପିଆଜ କଟା ଚାଲିଛି। ଏବଂ ଏପଟେ ଆମର ରୋଷେଇ କରିବା ପାଇଁ ଚୁଲି ତିଆରି ଏବଂ ନିଆଁ ଜଳା ଚାଲିଛି। ଏଠାରେ ପାଣି ଡେକ୍ଚି ଅଛି ଏବଂ ଏଇଟା ଆମର କାଠ, ଯେଉଁଟାକି ଆମର ରୋଷେଇ ହେବ। ଆଉ ବାକି ପିଲାମାନେ ଆମର ସେପଟେ ବୁଲିବା ପାଇଁ ଯାଇଛନ୍ତି। ପିଆଜ କଟା ସରିଲା ପରେ ରୋଷେଇ କରିବା ଆରମ୍ଭ ହୋଇଯାଇଥିଲା ଏବଂ ବିରିୟାନୀ ପାଇଁ ରେଡ଼ି ହୋଇଥିଲୁ। ନୂଆ ବର୍ଷରେ ବଣଭୋଜି କରିବା ପାଇଁ ଡିସାଇଡ୍ ହୋଇଥିଲା ଏବଂ ଫାଇନାଲି ବଣ ଭିତରେ ହିଁ ଭୋଜିଟି ହୋଇଥିଲା। ସେପଟେ ଆମର ଭୋଜି ଚାଲିଥାଏ। ଆମର 2 ଜଣଙ୍କୁ ଛାଡ଼ି, ଯିଏ ସର୍ବପ୍ରଥମେ ଏଠାରେ ଆସିକି ଗାଧୋଇଥିଲେ, ସେମାନଙ୍କୁ ଛାଡ଼ି ଆମେ କେହି ଗାଧୋଇ ନଥିଲୁ। ତେଣୁକରି ଗାଧୋଇବା ପାଇଁ ଆମେ ଏଠାକୁ ଚାଲି ଆସିଲୁ। ଆମେ 3 ଜଣ ସାଙ୍ଗ ପଛେଇଥାଉ ଏବଂ ବାକି ସାଙ୍ଗ ସେଠାରେ ଆଗୁଆ ଆସିକି ଗାଧୋଉଥିଲେ। ଆମେ ମଧ୍ୟ ସେଠାକୁ ଯାଇ ଗାଧୋଇଥିଲୁ। ଫାଇନାଲି ଆମେ ଆମର ଗାଧୋଇବା ଜାଗାରେ ପହଞ୍ଚି ଯାଇଥିଲୁ ଏବଂ ଏହିଠାରେ ହିଁ ଆମେ ଗାଧୋଇଥିଲୁ। ଆମେ ଗାଧୋଇବା ଭିତରେ ଆପଣ ଏଠାକାର ସିନେମାଟିକ୍ ଭିୟୁକୁ ଏନ୍ଜୟ କରନ୍ତୁ।
फाइनाली बर्तमान आम एठारे गाधे सारू एवं गाधेबा भितर ही मु सिनेमाटिक भिडियोटी को शूट कर बर्तमान आम आमर भोजी स्थल को फेरुछु एवं सेठारे कौन होउछि कि न होउछि आमको किछि जाना नहीं। तो चलंतु सेठा को जीव। गाधेबा बाटर फेरवा बेले आमर किछि जन भाई मान सहित देखा होता जो मैंने कि आमको हाथ हल बाय बाय कहते। गाधे सारिबा परे मु आमर भोजी स्थल को पहुँची जाइथिली एवं एठारे आसिक देखी आमर सालाड तैयारी चली। ये है ओडिशार टेंगे टेंगे तैयारी करुथिला सालाड। हाथ में थिला कटा गाजर, कटा बिलाती, कटा पियाज। एठी रखाई थिला बिलाती। एही पॉलिथिन रे थिला दही ता संग को कटा काकुड़ी इत्यादि। एही पॉलिथिन रे थिला बिरयानी चावल। से पटे छड़ा होउथिला कमला। ये है कांटिया ता हाथ में थिला धनिया। एठी होउथिला चिकन कषा। चिकेन कषा काढ़िला परे ताहाको खाई देई वर्तमान आमे एठारे बिरयानी चाउल बसै देइछु एवं वर्तमान सेपटे बुली जीवा पई बाहर थिलु। आमर तो एबे एबे ही बसा होइथिला बिरयानी किंतु अन्य लोक मानकर एठारे चलिथिला भोजी भात खाइबा। एठी भी चलिथिला और एठी भी चलिथिला किंतु आमर बहुत लेट हो जाइथिला। पुणी एपटे आसी देखला बेलू लोक माने भोजी खाई सारी धोई होउथिले और से भितर मध्य चलिथिला भोजी खाइबा एवं तड़कू देखला बेलू सेठी मध्य चलिथिला भोजी भात खाइबा किंतु आमर बहुत लेट हो जाइथिला और लोक माने खाई सारी मध्य फेरी जाउथिले। आमर बिरयानी रेडी हो संध्या ही आसला और फाइनाली बिरयानी टी रेडी हो जाता और ये बसी आम बिरयानी खाइबू बोली डिसाइड करथिलु और ये बसी ही बिरयानी टी खाइथिलु। आम पिला माने धोई आसी एठारे बिरयानी खाइबा पई बसी जाइथिले। मु सेठार धोई होई तांको सहित जोग देइथिली। आमे खाइबा भितर अन्य माने खाई सारी थिले एवं जीवा पई रेडी होइथिले किंतु आमे एठारे बसी
ଖାଉଥିଲୁ। ସେପଟେ ଯେଉଁ ଲୋକମାନେ ଥିଲେ ସେମାନେ ବି ଚାଲି ଯାଇଥିଲେ। ବର୍ତ୍ତମାନ ପୁରା ଆମେ ଏକା ହେଇଯାଇଥିଲୁ। ସେପଟେ ଯେଉଁ ଲୋକ ଗହଳି ଥିଲା ଏବେ ସେପଟେ ଆଉ ଏତେ ନାହିଁ। ସମସ୍ତେ ସନ୍ଧ୍ୟା ହେବାରୁ ଫେରି ଯାଇଥିଲେ। ଫାଇନାଲି ସମସ୍ତଙ୍କୁ ବିରିୟାନୀ ବଢ଼ା ହେଇଥିଲା ଏବଂ ଆଜିର ଏହି ଭୋଜିକୁ ଆମେମାନେ ବହୁତ ଉପଭୋଗ କରିଥିଲୁ। ଆମର ଭୋଜି ଖିଆ ସରୁ ସରୁ ପୁରା ଅନ୍ଧାର ହେଇ ଆସିଥିଲା। କେହି ହାତ ଗଣତି ଲୋକମାନେ ଏଠାରେ ରହିଥିଲେ, ଆଉ ବାକି ସମସ୍ତେ ତାଙ୍କ ନିଜ ଘରକୁ ଫେରି ଯାଇଥିଲେ। ଆମେ ମଧ୍ୟ ଆମ ଘରକୁ ଫେରିବା ପାଇଁ ବାହାରି ଯାଇଥିଲୁ। ଆମେ ବାହାରୁ ପୁରା ଅନ୍ଧାର ହେଇ ଆସିଥିଲା ଏବଂ ଫାଇନାଲି ଆମେ ଆମ ନିଜ ଘରକୁ ଏଠାରୁ ଫେରି ଯାଇଥିଲୁ।